नमस्कार बंधु माने आजिर एही कार्यक्रमକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି କାର୍ଯ୍ୟକ୍ରମଟି ବୃଷ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ତେବେ ସେ ବିଷୟରେ ଜାଣିବା ପାଇଁ ଆଜିର ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ତେବେ ବନ୍ଧୁମାନେ ଗୋଟିଏ ବର୍ଷରେ 120 ଦିନ ଏପରି ହୋଇଥାଏ ଯେତେବେଳେ ଦେବତାମାନଙ୍କର ଗୁରୁ ଦେବଗୁରୁ ବୃହସ୍ପତି ବକ୍ରି ହୋଇଯାଇଥାନ୍ତି। ଆମର ରାଶି ଚକ୍ରରେ ଯେଉଁ 12ଗୋଟି ରାଶି ରହିଛନ୍ତି ପ୍ରତ୍ୟେକ ରାଶିର ବ୍ୟକ୍ତିବିଶେଷମାନଙ୍କର ଜୀବନରେ ଏହି 120 ଦିନ ମଧ୍ୟରେ ଏକ ବଡ଼ ପରିବର୍ତ୍ତନ ଆସିଥାଏ। ତ ରାଶି ଚକ୍ରରେ ଥିବା ଦ୍ୱିତୀୟ ରାଶିଟି ହେଉଛି ବୃଷ ରାଶି ଏବଂ ଆଜିର ଏହି ଭିଡ଼ିଓରେ ଆମେମାନେ ବୃଷ ରାଶି ଉପରେ ଜାଣିବା। ତ ଏହି ଯେଉଁ 120 ଦିନ ରହୁଛି ଯେତେବେଳେ କି ଦେବଗୁରୁ ବୃହସ୍ପତି ବକ୍ରି ହୋଇ ରହୁଛନ୍ତି, ତ ଏହି 120 ଦିନ ଆପଣଙ୍କ ପାଇଁ କିଭଳି ରହିବ, ଆପଣଙ୍କ ଜୀବନରେ ଦେବଗୁରୁ ବୃହସ୍ପତି କିଭଳି ପ୍ରଭାବ ପକାଇବେ, ଆପଣଙ୍କୁ କେତେ ମାତ୍ରାରେ ଶୁଭ ଫଳ ପ୍ରଦାନ କରିବେ ଏବଂ କେତେ ମାତ୍ରାରେ ଅଶୁଭ ଫଳ ପ୍ରଦାନ କରିବେ, ଏହି 120 ଦିନ ମଧ୍ୟରେ ଆପଣଙ୍କ ଜୀବନରେ କ'ଣ ସବୁ ଘଟଣା ଘଟିବ, କେଉଁ ସବୁ କ୍ଷେତ୍ରରେ ଦେବଗୁରୁ ବୃହସ୍ପତି ଆପଣଙ୍କ ପାଇଁ ପରିବର୍ତ୍ତନ ଆଣିବ। ତେବେ 11 ନଭେମ୍ବର 2025ରୁ ନେଇ 11 ମାର୍ଚ୍ଚ 2026 ପର୍ଯ୍ୟନ୍ତ ଯେଉଁ ସମୟ ରହିଲା, ଏହି ସମୟ ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଅଛି। ବନ୍ଧୁମାନେ ଆପଣମାନେ ଜାଣି ରଖିବା ଉଚିତ, ଯେତେବେଳେ କୌଣସି ଶୁଭ ଗ୍ରହ ବକ୍ରି ହୋଇଥାନ୍ତି ତ ସେତେବେଳେ ତାଙ୍କର ଶୁଭତ୍ୱରେ ବୃଦ୍ଧି ହୋଇଥାଏ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଆପଣଙ୍କ କୁଣ୍ଡଳୀର କେଉଁ ଭାବରେ ବକ୍ରି ହେଉଛନ୍ତି ଏବଂ କେଉଁ ସବୁ ଭାବ ଉପରକୁ ତାଙ୍କର ଦୃଷ୍ଟି ରହୁଛି। କାରଣ ଯଦି ଗ୍ରହ ଆପଣଙ୍କ କୁଣ୍ଡଳୀରେ ଭଲ ସ୍ଥାନରେ ଶୁଭ ସ୍ଥାନରେ ବକ୍ରି ହୋଇଥାନ୍ତି ତେବେ ଆପଣଙ୍କୁ ଅଧିକ ଶୁଭ ଫଳ ପ୍ରଦାନ କରିଥାନ୍ତି। କିନ୍ତୁ ଯଦି ଗ୍ରହ ଅଶୁଭ ସ୍ଥିତିରେ ରହିଥାନ୍ତି, ଅଶୁଭ ଗୃହରେ ରହିଥାନ୍ତି, ତ ସେହି ଜାଗାରେ ଆପଣଙ୍କୁ ଅଶୁଭ ଫଳ ପ୍ରାପ୍ତ ହୋଇଥାଏ। ତେବେ ବୃହସ୍ପତି ହେଉଛନ୍ତି ଗ୍ରହମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଶୁଭ ଗ୍ରହ। ବୃହସ୍ପତି ହେଉଛନ୍ତି ଆଶୀର୍ବାଦର ଗ୍ରହ। ତେବେ ବନ୍ଧୁମାନେ ଏହି ବିଷୟରେ ବିସ୍ତାର ଭାବରେ ଜାଣିବା ପାଇଁ ଆପଣମାନେ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ତ ବନ୍ଧୁମାନେ ଆସନ୍ତୁ ଆରମ୍ଭ କରିବା ଆଜିର ଏହି କାର୍ଯ୍ୟକ୍ରମକୁ, ଯାହାକି ଆପଣଙ୍କର ଜନ୍ମ ରାଶି ତଥା ଚନ୍ଦ୍ର ରାଶି ଉପରେ ଆଧାରିତ ଅଟେ। ତେବେ ରାଶି ଚକ୍ରର 12ଗୋଟି ରାଶି ମଧ୍ୟରୁ ଦ୍ୱିତୀୟ ରାଶିଟି ହେଉଛି ବୃଷ ରାଶି। ତ ଗୁରୁ ଆପଣଙ୍କ କୁଣ୍ଡଳୀର ତୃତୀୟ ଭାବରେ ବକ୍ରି ହେଉଛନ୍ତି। ତ ପ୍ରଥମେ ଆସନ୍ତୁ ଜାଣିନେବା ବକ୍ରିର ଅର୍ଥ କ'ଣ। ଆପଣମାନେ ଜାଣିଥିବେ ପ୍ରତ୍ୟେକ ଗ୍ରହମାନଙ୍କର ଏକ ନିର୍ଦ୍ଦିଷ୍ଟ ଗତିପଥ ରହିଥାଏ ଏବଂ ସେହି ନିର୍ଦ୍ଦିଷ୍ଟ ଗତିପଥରେ ହିଁ ପ୍ରତ୍ୟେକ ଗ୍ରହ ସୂର୍ଯ୍ୟଙ୍କୁ ପରିକ୍ରମା କରିଥାନ୍ତି। କିନ୍ତୁ ଯେତେବେଳେ ସୂର୍ଯ୍ୟ ଏବଂ ସେହି ଗ୍ରହମାନଙ୍କ ମଧ୍ୟରେ ପୃଥିବୀ ଆସିଯାଇଥାଏ ଏବଂ ସେହି ଗ୍ରହଠାରୁ ପୃଥିବୀ ଆଗକୁ ଚାଲିଯାଇଥାଏ, ତ ସେତେବେଳେ ସେହି ଗ୍ରହଟି ବକ୍ରି ହୋଇଯାଇଥାନ୍ତି। ଆମକୁ ଲାଗିଥାଏ କି ସେହି ଗ୍ରହଟି ଓଲଟା ଚାଲୁଛି, କିନ୍ତୁ ବାସ୍ତବରେ ସେପରି କିଛି ହୋଇନଥାଏ, କେବଳ ଗତିର ହିଁ କିଛି ପରିବର୍ତ୍ତନ ଆସିଥାଏ। କିନ୍ତୁ ବନ୍ଧୁମାନେ ଆପଣମାନେ ଜାଣି ରଖିବା ଉଚିତ, ଯେତେବେଳେ ଗୁରୁ ବକ୍ରି ହୋଇଥାନ୍ତି ତ ତାଙ୍କର ଶୁଭତ୍ୱ 2 ଗୁଣ ଅଧିକ ବଢ଼ିଯାଇଥାଏ। ଯଦି ଗୋଚରରେ ଗୁରୁ ଭଲ ସ୍ଥିତିରେ ଅଛନ୍ତି ତ ସେ ଆପଣଙ୍କୁ ଅଧିକ ଶୁଭ ଫଳ ପ୍ରଦାନ କରିଥାନ୍ତି ଏବଂ ଗୋଚରରେ ଯଦି ଗୁରୁ ଖରାପ ସ୍ଥିତିରେ ଅଛନ୍ତି ତ ସେଠାରେ ଗୁରୁ ଆପଣଙ୍କୁ ଅଧିକ ଅଶୁଭ ଫଳ ପ୍ରଦାନ କରିଥାନ୍ତି। ଯେଉଁ ଭାବରେ ଗୁରୁ ବକ୍ରି ହେଉଛନ୍ତି ସେହି ଭାବ ସହ ଜଡ଼ିତ କାର୍ଯ୍ୟଗୁଡ଼ିକରେ ସେ ଆପଣଙ୍କୁ ପୂର୍ଣ୍ଣତା ଦେଇଥାନ୍ତି। ତ ବନ୍ଧୁମାନେ ଗୁରୁ ଆପଣଙ୍କର ତୃତୀୟ ଭାବରେ ବକ୍ରି ହେବେ ଏବଂ ଗୁରୁଙ୍କର ଦୃଷ୍ଟି ଆପଣଙ୍କର ସପ୍ତମ ଭାବ, ଆପଣଙ୍କର ନବମ ଭାବ ଏବଂ ଆପଣଙ୍କର ଏକାଦଶ ଭାବ ଉପରେ ରହିବ। ତୃତୀୟ ଭାବଟି ହୋଇଥାଏ ସାହସର ଭାବ, ସାହସ ପରାକ୍ରମର ଭାବ, ଛୋଟ ମୋଟ ଯାତ୍ରାର ଭାବ, ଅନଲାଇନର ଭାବ। ତୃତୀୟ ଭାବଟି ହୋଇଥାଏ ଛୋଟ ଭାଇ ଭଉଣୀଙ୍କର ଭାବ ଏବଂ ପାଖ ପଡ଼ୋଶୀଙ୍କର ଭାବ। ତ ବନ୍ଧୁମାନେ ଯେତେବେଳେ ଗୁରୁ ବକ୍ରି ହେବେ ତ ପୂର୍ବରୁ ଯଦି ଆପଣଙ୍କର ଛୋଟ ଭାଇ ଭଉଣୀମାନଙ୍କ ସହିତ ଆପଣଙ୍କର କିଛି ମନାନ୍ତର ମତାନ୍ତର ଥିଲା, ଆପଣଙ୍କ ସମ୍ପର୍କରେ ଯଦି କିଛି ତିକ୍ତତା ଥିଲା, ପାଖ ପଡ଼ୋଶୀମାନଙ୍କ ସହିତ ଯଦି ଆପଣଙ୍କର ଭୁଲ ବୁଝାମଣା ଚାଲିଥିଲା, ସମ୍ପର୍କରେ ତିକ୍ତତା ଥିଲା, ତ ଏସବୁରେ ଆପଣ ସୁଧାର ଦେଖିବାକୁ ପାଇବେ। ଯଦି ପୂର୍ବରୁ ଆପଣ କୌଣସି ସାମାଜିକ କାର୍ଯ୍ୟ କରିବାକୁ ଚାହୁଁଥିଲେ କିନ୍ତୁ ଆପଣ କରିପାରୁନଥିଲେ, ବର୍ତ୍ତମାନ କିନ୍ତୁ ଆପଣ କୌଣସି ସାମାଜିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି, କୌଣସି ସୋସିଆଲ ୱାର୍କ କରିପାରନ୍ତି,
ପୂର୍ବରୁ ଯଦି ଆପଣଙ୍କ ମଧ୍ୟରେ ଆଳସ୍ୟ ଥିଲା, ଆପଣ ଆଳସ୍ୟର ବଶବର୍ତ୍ତୀ ହୋଇ ନିଜର କାମଗୁଡ଼ିକ ଟାଳୁଥିଲେ, ତ ଆପଣ ଦେଖିବେ ବର୍ତ୍ତମାନ ଆପଣ ବହୁତ ଏନର୍ଜେଟିକ୍ ରହିବେ। ଆପଣଙ୍କ ମଧ୍ୟରେ ସାହସ ଏବଂ ପରାକ୍ରମ ବୃଦ୍ଧି ପାଇବ। ସବୁଠାରୁ ଭଲ ସେମାନଙ୍କ ପାଇଁ ରହିବ ଯେଉଁମାନେ କମ୍ୟୁନିକେସନ୍ ରିଲେଟେଡ଼୍ କିଛି କାମ କରୁଛନ୍ତି, ପବ୍ଲିକ୍ ଡିଲିଂର କିଛି କାମ କରୁଛନ୍ତି। ଏହି 120 ଦିନ ଆପଣଙ୍କ ପାଇଁ ବରଦାନ ଭଳି ସାବ୍ୟସ୍ତ ହେବ। ଏସବୁ କ୍ଷେତ୍ରରେ ଆପଣଙ୍କୁ ବହୁତ ଅଧିକ ଗ୍ରୋଥ୍ ମିଳିବ। ଯେହେତୁ ଗୁରୁ ଆପଣଙ୍କର ତୃତୀୟ ଭାବରେ ବକ୍ରି ହେଉଛନ୍ତି, ତଥାପି ଏପରି କିଛି କାର୍ଯ୍ୟ କରିବେ ଯାହାଦ୍ୱାରା ସମାଜ ପବ୍ଲିକ୍ ଆପଣଙ୍କ ଆଡ଼କୁ ଆକର୍ଷିତ ହେବେ। ଆପଣଙ୍କୁ ସମାଜରେ ମାନ ସମ୍ମାନ ପ୍ରାପ୍ତି ହେବ। ଏହା ସହିତ ଗୁରୁଙ୍କର ଦୃଷ୍ଟି ନିଜର ସ୍ୱଗୃହ ଆପଣଙ୍କର ଏକାଦଶ ଭାବ ଉପରେ ରହୁଛି। ଏକାଦଶ ଭାବଟି ହୋଇଥାଏ ଲାଭର ସ୍ଥାନ, ଇଚ୍ଛା ବୃତ୍ତିର ସ୍ଥାନ, ଆପଣଙ୍କର ସମସ୍ତ ଆଶା ଏବଂ ଆକାଂକ୍ଷାର ସ୍ଥାନ। ଏହା ବ୍ୟତୀତ ଏକାଦଶ ଭାବଟି ହୋଇଥାଏ ବଡ଼ ଭାଇ ଭଉଣୀଙ୍କର ଭାବ। ତ ଯେତେବେଳେ ଗୁରୁଙ୍କର ଦୃଷ୍ଟି ନିଜର ସ୍ୱଗୃହ ଉପରେ ରହୁଛି, ତେଣୁ ଯଦି ଆପଣ ବିଜନେସ୍ କରୁଛନ୍ତି, ଆପଣ ଆପଣଙ୍କର ବିଜନେସ୍ରେ ଗ୍ରୋଥ୍ ଦେଖିବାକୁ ପାଇବେ। ପୂର୍ବରୁ ଯଦି ଆପଣଙ୍କର ବିଜନେସ୍ ମାନ୍ଦା ଚାଲୁଥିଲା, ତ ପୁଣି ଥରେ ଦେଖିବେ ଆପଣଙ୍କର ବିଜନେସ୍ ବହୁତ ଭଲ ଭାବରେ ଚାଲିବା ଆରମ୍ଭ କରୁଛି ଏବଂ ବିଜନେସ୍ରେ ଆପଣଙ୍କୁ ଖୁବ୍ ପ୍ରଫିଟ୍ ମଧ୍ୟ ମିଳିବ। ବନ୍ଧୁମାନେ, ଆପଣଙ୍କ ପାଇଁ ଖୁସିର କଥା ହେଉଛି ଗୁରୁ ଆପଣଙ୍କର ତୃତୀୟ ଭାବରେ ଉଚ୍ଚସ୍ଥ ଅଛନ୍ତି ଏବଂ ଗୁରୁ ତୃତୀୟ ଭାବରେ ସମସ୍ତ ଶୁଭ ସ୍ଥାନ ଗୁଡ଼ିକରେ ରହୁଛି। ତ ଆପଣଙ୍କୁ ସବୁ କ୍ଷେତ୍ରରେ ଶୁଭ ଫଳ ହିଁ ପ୍ରାପ୍ତି ହେବ। ଗୁରୁଙ୍କର ଦୃଷ୍ଟି ଆପଣଙ୍କର ଭାଗ୍ୟ ସ୍ଥାନ ଉପରେ ରହି ଆପଣଙ୍କର ଲାଭ ସ୍ଥାନ ମଧ୍ୟରେ ରହିବ। ଏହାର ଅର୍ଥ ହେଉଛି ଭାଗ୍ୟରେ ଆପଣଙ୍କୁ ଲାଭ ପ୍ରାପ୍ତି ହେବ। ଆପଣଙ୍କର ଭାଗ୍ୟ ପ୍ରବଳ ରହିବ। ପୂର୍ବରୁ ଯଦି ଆପଣଙ୍କର କୌଣସି କାର୍ଯ୍ୟ ଅଟକି ରହିଥିଲା, ତ ଆପଣ ଦେଖିବେ ଆପଣଙ୍କର କାର୍ଯ୍ୟ ଆଗକୁ ବଢ଼ିବ। ଆପଣଙ୍କର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ପୂର୍ବରୁ ଯଦି ଆପଣଙ୍କର କିଛି ଜିନିଷ କିଣିବାକୁ ଚାହୁଁଥିଲେ, କୌଣସି ଜିନିଷର ଡିଲ୍ କରିବା ପାଇଁ ଚାହୁଁଥିଲେ, ତ ବର୍ତ୍ତମାନ ତାହା କରିପାରିବେ। ଏହି 120 ଦିନ ମଧ୍ୟରେ ଆପଣ କୌଣସି ପ୍ରପର୍ଟିରେ ଡିଲ୍ କରିପାରନ୍ତି। ତ ପୂର୍ବରୁ ଯେଉଁ ଆପଣ କାମ କାର୍ଯ୍ୟକୁ ନେଇକି କୌଣସି ଚିନ୍ତାରେ ରହୁଥିଲେ, ଷ୍ଟ୍ରେସ୍ରେ ରହୁଥିଲେ, ଆପଣଙ୍କର ମଧ୍ୟରେ କନଫ୍ୟୁଜନ୍ ରହିଥିଲା, ତ ବର୍ତ୍ତମାନ ଏସବୁ ଦୂର ହୋଇଯିବ। ଆପଣ ନିଜର କାର୍ଯ୍ୟକୁ ସିରିୟସ୍ ନେବେ। ଗୁରୁଙ୍କର ଦୃଷ୍ଟି ଯେହେତୁ ଭାଗ୍ୟ ସ୍ଥାନ ଉପରେ ରହୁଛି, ତ ଭାଗ୍ୟ ବଳରେ ଅଳ୍ପ ପରିଶ୍ରମରେ ହିଁ ଆପଣଙ୍କୁ ଅଧିକ ସଫଳତା ପ୍ରାପ୍ତି ହେବ। ଗୁରୁଙ୍କର ଦୃଷ୍ଟି ଯେହେତୁ ସପ୍ତମ ଭାବ ଉପରେ ରହୁଛି, ତ ଏହି 120 ଦିନ ମଧ୍ୟରେ ଆପଣ କୌଣସି ପାର୍ଟନରସିପ୍ରେ ବିଜନେସ୍ ମଧ୍ୟ ଆରମ୍ଭ କରିପାରନ୍ତି। ଏପରି କିଛି କାର୍ଯ୍ୟ କରିପାରନ୍ତି ଯେଉଁଥିରେ ଆପଣଙ୍କର ଡେଲି ଇନକମ୍ ହେବ। ଯଦି ଆପଣ ମାର୍କେଟିଂର କାମ କରୁଛନ୍ତି, ତ ସେଥିରେ ମଧ୍ୟ ଆପଣଙ୍କୁ ଫାଇଦା ମିଳିବ। ଏହା ବ୍ୟତୀତ 3 ଡିସେମ୍ବରକୁ ଗୁରୁ ବକ୍ରି ଅବସ୍ଥାରେ ହିଁ ପୁନର୍ବାର ଆପଣଙ୍କର ଦ୍ୱିତୀୟ ଭାବକୁ ଚଳନ କରିବେ ଏବଂ 11 ମାର୍ଚ୍ଚ ପର୍ଯ୍ୟନ୍ତ ଗୁରୁ ଆପଣଙ୍କର ଦ୍ୱିତୀୟ ଭାବ ଉପରେ ରହିବେ। ତ ଯେଉଁମାନେ ସନ୍ତାନର କାମନା କରୁଥିଲେ, 3 ଡିସେମ୍ବର ଠାରୁ ଆପଣଙ୍କୁ ସନ୍ତାନ ସୁଖର ପ୍ରାପ୍ତି ହେବ। ଦ୍ୱିତୀୟ ଭାବଟି ହୋଇଥାଏ ପରିବାରର ଭାବ। ତ ଆପଣ ଏହି 3 ଡିସେମ୍ବର ପରେ ନିଜର ପରିବାର ସହିତ କେଉଁଆଡ଼େ ବୁଲାବୁଲି କରିବା ପାଇଁ ଯାଇପାରନ୍ତି କିମ୍ବା ଆପଣଙ୍କର ନିଜର ପରିବାର ପାଇଁ କିଛି କିଣାକିଣି କରିପାରନ୍ତି। ନିଜର ପରିବାର ପାଇଁ ଆପଣ କିଛି କରିବାକୁ ଚିନ୍ତା କରିବେ। ଦ୍ୱିତୀୟ ଭାବଟି ହୋଇଥାଏ ଧନର ଭାବ। ତ ଏହି ସମୟରେ ଆପଣଙ୍କର ବ୍ୟାଙ୍କ ବାଲାନ୍ସ ମଧ୍ୟ ବଢ଼ିବ। ଅନେକ ଦିଗରୁ ଆପଣଙ୍କୁ ରୋଜଗାରର ବାଟ ମିଳିଯିବ। ମୁଁ ପୂର୍ବରୁ କହିସାରିଛି, ଗୁରୁଙ୍କର ଏହି ପରିବର୍ତ୍ତନ ଲାଭ ଦେଇପାରେ ଏବଂ କ୍ଷତି ମଧ୍ୟ ଦେଇପାରେ। କିନ୍ତୁ ଆପଣଙ୍କ ପାଇଁ ଗୁରୁଙ୍କର ଏହି ପରିବର୍ତ୍ତନ ଲାଭପ୍ରଦ ସାବ୍ୟସ୍ତ ହେବ। ଏହି ସମୟରେ ଆପଣ ଭାବିଚିନ୍ତି ଟଙ୍କାକୁ ଖର୍ଚ୍ଚ କରିବେ ଏବଂ ଏହି ସମୟରେ ଆପଣ ଆପଣଙ୍କର ସଞ୍ଚିତ ଅର୍ଥରେ ମଧ୍ୟ ବୃଦ୍ଧି ଦେଖିବାକୁ ପାଇବେ। କିନ୍ତୁ ମନେ ରଖନ୍ତୁ, 3 ଡିସେମ୍ବର ପରେ ଆପଣଙ୍କର କ୍ୟାରିୟରରେ ଆପଣଙ୍କ ବିରୁଦ୍ଧରେ କିଛି ପଲିଟିକ୍ସ ହୋଇପାରେ। ତ ଏଥିପ୍ରତି ଆପଣ ସତର୍କ ରହିବେ। 3 ଡିସେମ୍ବର ପରେ ଆପଣ କୌଣସି ଲୋନ୍ ମଧ୍ୟ ନେଇପାରନ୍ତି କିମ୍ବା 3 ଡିସେମ୍ବର 11 ମାର୍ଚ୍ଚ ମଧ୍ୟରେ ଆପଣ ମୋଟା ଅଙ୍କରେ କିଛିଟା ଟଙ୍କା ଦୃଷ୍ଟି ଆପଣଙ୍କର ଷଷ୍ଠ ଭାବ ଉପରେ ରହିବ ଏବଂ ଅଷ୍ଟମ ଭାବ ଉପରେ ରହିବ। ସେତେବେଳେ ଆପଣଙ୍କ ମଧ୍ୟରେ ଗଭୀର ଜ୍ଞାନ ବଢ଼ିବ। ଯେଉଁମାନେ ରିସର୍ଚ୍ଚ ଫିଲ୍ଡରେ ଅଛନ୍ତି, ଜ୍ୟୋତିଷ ଅଛନ୍ତି, ତନ୍ତ୍ର ବିଦ୍ୟା ଶିକ୍ଷା କରୁଛନ୍ତି, ସେମାନଙ୍କ ପାଇଁ ବହୁତ ଭଲ ରହିବ। ଷଷ୍ଠ ଭାବଟି ରୋଗ, ଋଣ ଏବଂ ଶତ୍ରୁର ଭାବ ହୋଇଥାଏ। ତେଣୁ ଏହି ସମୟରେ ଆପଣଙ୍କର ଶତ୍ରୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇପାରନ୍ତି। ତ ଏଥିପ୍ରତି ଆପଣ ସତର୍କ ରହିବେ। କିଛି ଏପରି ଶତ୍ରୁ ଯେଉଁମାନେ ଆପଣଙ୍କ ସାମ୍ନାରେ ଆପଣଙ୍କର ଶୁଭାକାଂକ୍ଷା ଭଳି ପ୍ରଦର୍ଶନ କରିବେ ନାହିଁ, କିନ୍ତୁ ଆପଣଙ୍କର ପିଠି ପଛରେ ଆପଣଙ୍କୁ ଛୁରୀ ମାରିବା ପାଇଁ ଚେଷ୍ଟା କରିପାରନ୍ତି। ତେଣୁ ଯେଉଁମାନେ ଆପଣଙ୍କୁ ଅଧିକ ମିଠା କଥା କହୁଛନ୍ତି, ସେମାନଙ୍କ ଠାରୁ ଆପଣ ଯେତେ ପାରିବେ ସତର୍କ ରହିବାକୁ ଚେଷ୍ଟା କରନ୍ତୁ।
କାରଣ ଗୁରୁ ଆପଣଙ୍କର ଶୁଭ ସ୍ଥାନରେ ବିରାଜମାନ ଅଛନ୍ତି ଏବଂ ଗୁରୁଙ୍କର ଆଶୀର୍ବାଦ ମଧ୍ୟ ଆପଣଙ୍କୁ ପ୍ରାପ୍ତି ହେଉଛି। ଆପଣଙ୍କ ମଧ୍ୟରେ ମ୍ୟାନେଜମେଣ୍ଟ ସ୍କିଲ୍ ବହୁତ ଭଲ ରହିବ। ଆପଣଙ୍କର ପରିବେଶ ମଧ୍ୟ ଆପଣଙ୍କ ପାଇଁ ଅନୁକୂଳ ରହିବ। କ୍ୟାରିୟରରେ ଆପଣଙ୍କର ଯେଉଁ ସ୍ୱପ୍ନ ରହିଥିଲା ସେସବୁ ଆପଣଙ୍କର ପୂରଣ ହେବ। ବନ୍ଧୁମାନେ 2026 ମସିହାରେ ଆରମ୍ଭଟା ହିଁ ଆପଣଙ୍କ ପାଇଁ ବହୁତ ଭଲ ରହିବ। ଯଦି ଆପଣ ନିଜ ଚାକିରିରେ ପରିବର୍ତ୍ତନ ଚାହୁଁଥିଲେ କିମ୍ବା ଚାକିରିରେ ଚେଷ୍ଟାରେ ଥିଲେ 3 ଡିସେମ୍ବର ପରେ ଆପଣଙ୍କୁ ଚାକିରି ମିଳିବାର ଅଧିକ ସମ୍ଭାବନା ରହୁଛି। ଯେଉଁମାନେ ଚାକିରି କରୁଛନ୍ତି ଚାକିରି କ୍ଷେତ୍ରରେ ଆପଣଙ୍କୁ ପ୍ରମୋସନ୍ ମିଳିବାର ବହୁତ ଅଧିକ ସମ୍ଭାବନା ରହୁଅଛି। ତେବେ ଯେହେତୁ ଗୁରୁଙ୍କର ଦୃଷ୍ଟି ଆପଣଙ୍କର ଷଷ୍ଠ ଭାବ ଉପରେ ରହିବ ତ ଆପଣ ଆପଣଙ୍କର ସ୍ୱାସ୍ଥ୍ୟରେ ଟିକେ ଅଧିକ ଧ୍ୟାନ ଦେବେ। ବାହାର ଖାଦ୍ୟକୁ ଆପଣ ଯେତେ ପାରିବେ ଆଭଏଡ଼ କରିବେ। ଯୋଗ, ବ୍ୟାୟାମ, ପ୍ରାଣାୟାମ ଏସବୁକୁ ଆପଣ ଅଭ୍ୟାସରେ ରଖିବାକୁ ଚେଷ୍ଟା କରିବେ। ଏବେ ଆସନ୍ତୁ ଜାଣିବା କିଛି ଉପାୟ ବିଷୟରେ। ଯେଉଁ ଉପାୟ ଗୁଡ଼ିକୁ କରିବା ଦ୍ୱାରା ଆପଣଙ୍କୁ ଅଧିକ ମାତ୍ରାରେ ଶୁଭ ଫଳ ପ୍ରାପ୍ତି ହେବ ଏବଂ ଯାହା ସବୁ ଅଶୁଭତ୍ୱ ରହୁଛି ସେଗୁଡ଼ିକ ଦୂର ହୋଇଯିବ। ତ ସେଥିପାଇଁ ଆପଣ ପ୍ରତ୍ୟେକ ଦିନ ଶୁକ୍ରଙ୍କର ବୀଜ ମନ୍ତ୍ର 108 ଥର ଜପ କରନ୍ତୁ। ପ୍ରତ୍ୟେକ ଦିନ ଆପଣ ହନୁମାନ ଚାଳିଶାର ପାଠ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଗାୟତ୍ରୀ ମନ୍ତ୍ର ମଧ୍ୟ 108 ଥର ଜପ କରନ୍ତୁ। ତ ବନ୍ଧୁମାନେ, ମୋର ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଧନ୍ୟବାଦ।